सर प्रणाम सुबह हाँ पिले तो मैंने पिले पूर्व क्लास रे स्त्री प्रत्यय ये सब आलोचना पिले करूथिले नहीं कि तापर हम मानकर पिले सिलेबस हिसाब रे जो नेक्स्ट पिले चैप्टर अछि ସେଥିରେ ଦେଇଛି ପିଲେ କିଛି ବ୍ୟାକରଣଗତ ପାରିଭାଷିକ ଶବ୍ଦ ବୁଝି ହଉଛି ପିଲେ ମାନେ ବ୍ୟାକରଣ ପିଲେ ଏମିତି କିଛି ହୁଁ ହଁ ତାର ଗୋଟେ କ୍ୱେଶ୍ଚେନ୍ ଦେଇଥିଲା ଯୋଉ ଅଦ୍ୟତନ ଶିକ୍ଷା ହେତୁ ପ୍ରମୁଖ ଉଦ୍ଦେଶ୍ୟ କି? ହୁଁ ତାର ଯୋଉ ଆପଣ ଯୋଉ ବହିଟା ଦେଇଛନ୍ତି ସେଇଥିରେ ଗୋଟେ ଜାଗା ଲେଖା ହେଇଛି ସାମାଜିକ ନାଗରିକତା ବିକାଶ ଆଉ ଗୋଟେ ଜାଗା ଲେଖା ହେଇଛି ବ୍ୟକ୍ତିତ୍ବ ବିକାଶ ତାହେଲେ କୋଉଟା ହବ ସାର୍? ଦିଟା ଯାକ ପଡିବ ନା CST ଯୋଉ ପୂର୍ବରୁ ଯୋଉ 2022 ରେ ସେଠି ଲେଖା ହେଇଛି ବ୍ୟକ୍ତିତ୍ବ ବିକାଶ ଆଉ ଏବେ LTR ଏଇଟା ପଡିଥିଲା ସାମାଜିକ ନାଗରିକତା ବିକାଶ। ହଁ ତ ଆକ୍ଚୁଆଲି ସେଟା ହଁ ତାପରେ ଲାଷ୍ଟ ପୁଣି ଚେଞ୍ଜ କରିକି ସେ ଦିଟା ଯାକ ଆନ୍ସର ଠିକ ମାନିଥିଲା ବ୍ୟକ୍ତିତ୍ବ ବିକାଶ ଆଉ ସାମାଜିକ ନାଗରିକତା ଏହା ବିକାଶ ଆଜ୍ଞା ସାର୍। ହେଲା ତାହେଲେ ପିଲେ ବ୍ୟାକରଣରେ କିଛି ଏମିତିକା ୱାର୍ଡ ପିଲେ ଠିକ ଅଛି ଯାହାକୁ କି କେବଳ ପିଲେ ପରିଭାଷା ଦ୍ଵାରା ସ୍ପଷ୍ଟୀକରଣ କରାଯାଇ ପାରିବ ମାନେ ଏମାନଙ୍କର କିଛି ଅର୍ଥ ହିଁ ନାହିଁ ପାରିଭାଷିକ ଶବ୍ଦ ପିଲେ ଆକ୍ଚୁଆଲି ପିଲେ ଏ ଟାଇପ ର ଶବ୍ଦ ହେଇଥାନ୍ତି ଯୋଉମାନଙ୍କର ନିଜସ୍ୱ କିଛି ଅର୍ଥ ନଥାଏ ପିଲେ ସେମାନଙ୍କର ଅର୍ଥକୁ କେବଳ ଆମ କୌଣସି ପରିଭାଷା ଦ୍ଵାରା ହିଁ ସ୍ପଷ୍ଟୀକରଣ କରିପାରିବା ଠିକ ଅଛି ତ ସେଇ ଟାଇପ ର ଶବ୍ଦକୁ ମାନେ ପାରିଭାଷିକ ଶବ୍ଦ ବୋଲି ପିଲେ କହିଥାଉ ଯେମିତି କି ପିଲେ ଗୋଟେ ଟି ତ ଟି ର କିଛି ମାନେ ହିଁ ନାହିଁ ପିଲେ ଯଦି ଆମେ ସଂସ୍କୃତ ବ୍ୟାକରଣରେ ପିଲେ ଟି ବୋଲି କହିବା ତ ଟି ର ନିଜସ୍ୱ କିଛି ଅର୍ଥ ନାହିଁ କିନ୍ତୁ ଟି କହିଲେ ପିଲେ କାହାକୁ ନା କାହାକୁ ଗୋଟେ ବୁଝେଇଥାଏ ପିଲେ ଆଉ ଟି କି ପିଲେ ଆମେ ମାନେ ପରିଭାଷା ଦ୍ଵାରା ସ୍ପଷ୍ଟୀକରଣ କରିପାରିବା କି ହଁ ଏଇ ଜିନିଷକୁ ଟି ବୋଲି କୁହାଯାଇଥାଏ ବୁଝି ହଉଛି ନା ପିଲେ ଯେମିତି କି ପିଲେ ଉପଧା ଉପଧାର ନିଜସ୍ୱ କିଛି ଅର୍ଥ ନାହିଁ କିନ୍ତୁ ଉପଧାକୁ ପିଲା ମାନେ ପରିଭାଷା ଦ୍ଵାରା କଣ କରିପାରିବା ସ୍ପଷ୍ଟ କରିପାରିବା କି ହଁ ଏଇ ଜିନିଷକୁ ଆମେ ମାନେ ପିଲେ ଉପଧା ବୋଲି କହିଥାଉ ତ ଏଇ ଟାଇପ ର ଯୋଉ ପାରିଭାଷିକ ଶବ୍ଦ କିଛି ପିଲେ ବ୍ୟାକରଣରେ ଅଛି ତ ସେଗୁଡାକ ଆମେ ମାନେ ଦେଖିବା କି କଣ କଣ ପିଲେ ଦେଇଛି ହେଲା ସର୍ବପ୍ରଥମେ ସେ କହୁଛି ପିଲେ ପ୍ରଥମ ପାରିଭାଷିକ ଶବ୍ଦ ପିଲେ ଅକଥିତ ତ ଆମର ପିଲେ ସଂସ୍କୃତ ବ୍ୟାକରଣରେ ଅକଥିତ ପିଲେ କାହାକୁ କୁହାଯାଇଥାଏ ତ ସେ କହୁଛନ୍ତି କି ପିଲେ ଦୁଇ କର୍ମକ ଧାତୁ ମାନଙ୍କର ଗୌଣ କର୍ମକୁ ପିଲେ କୋଉ କର୍ମ କୁହାଯାଏ ଅକଥିତ କର୍ମ କୁହାଯାଏ ମାନେ ତମ ଗୋଟେ ସୂତ୍ର ପିଲେ ପଢିଥିବ ଅକଥିତମ ଚ ମାନେ ଅପାଦାନାଦି ବିଶେଷୈ ଅବିବକ୍ଷିତମ କାରକମ୍ कर्मसंज्ञम स्यात् କର୍ମ ସଂଜ୍ଞମ ସ୍ୟାତ୍ ତାହେଲେ ସେ କହୁଛି ପିଲେ କି ଅକଥିତ ଆମେ ତାକୁ କହିବା କି ଯୋଉ ଗୁଡାକ ପିଲା ଆମର ସବୁ ଦୁଇ କର୍ମକ ଧାତୁ ମାନେ ଅଛନ୍ତି ପିଲେ ଦୁଇ କର୍ମକ ଧାତୁ ପିଲେ କେତେଟା 16ଟା ହଁ 16 ତ ଯୋଉ ପିଲେ 16ଟି ଯୋଉ ପିଲେ ଦୁଇ କର୍ମକ ଧାତୁ ମାନେ ସବୁ ଅଛନ୍ତି ତ ସେମାନଙ୍କର ପ୍ରୟୋଗରେ ପିଲେ ଯିଏ ପିଲେ ଗୌଣ କର୍ମ ହେଇଥିବ ନା ତ ତାକୁ ପିଲା ଆମେ ମାନେ କହିବା କୋଉ କର୍ମ ଅକଥିତ କର୍ମ ହେଲା ତ ଯେମିତି ପିଲେ ଉଦାହରଣ ପାଇଁ ତମ ମାନେ ସାମାନ୍ୟ ଉଦାହରଣ ନେଇପାରିବ ଯେମିତି କି ମନେକର ପିଲେ ଗୋପାଳକଃ ଠିକ ଅଛି ଗାମ୍ ପୟଃ ଦୁଗ୍ଧି ତାହେଲେ ପିଲେ ଏଠି ଦୁଗ୍ଧି ହଉଛି ପିଲେ ଦୁଇ କର୍ମକ ଧାତୁ ଦୁଇ କର୍ମକ ଧାତୁର ପ୍ରୟୋଗରେ ପିଲେ ଯିଏ ଗୌଣ କର୍ମ ତାକୁ ପିଲେ ଅକଥିତ କର୍ମ କୁହାଯିବ ତାହେଲେ ଗୌଣ କର୍ମ କିଏ ପିଲେ ଆରେ ବାକ୍ୟରେ ପିଲେ ଗୌଣ ହଁ ହେଲା ତ ଇଏ ହଉଛି ପିଲେ ଗୌଣ କର୍ମ ପିଲେ ନା ନାଇଁ ତାହେଲେ ୟାର ପିଲେ କୋଉ ସଂଜ୍ଞା ହବ କର୍ମ ସଂଜ୍ଞା ପିଲେ ହେଇଯିବ ହେଲା କୋଉ କର୍ମ ପିଲେ ଅକଥିତ କର୍ମ ବୋଲି ଆକୁ କୁହାଯାଇଥାଏ ହେଲା ବୁଝିଗଲା ପିଲେ ତାପରେ ସେଥିରୁ ନେକ୍ସଟ ପିଲେ କହୁଛି ପିଲେ ଅକର୍ମକ ତ ସଂସ୍କୃତ ବ୍ୟାକରଣରେ ପିଲେ ଆମର ଯୋଉ କ୍ରିୟାପଦ ମାନେ ଥାଆନ୍ତି ତ ତାଙ୍କୁ ପିଲେ କିଛି କ୍ରିୟା ପିଲେ ଅକର୍ମକ ହେଇଥାନ୍ତି ଆଉ କିଛି ସକର୍ମକ ହେଇଥାନ୍ତି ମାନେ ଆଉ କିଛି ପିଲେ ଦୁଇ କର୍ମକ ହେଇଥାନ୍ତି ନାଇଁ କି ତ ଦୁଇ କର୍ମ କଥା ତ ପିଲା ମାନେ ଜାଣିଲେ ଦୁଇ କର୍ମ କରି ପିଲେ ଦିଟା କର୍ମ ରହିବ ଗୋଟେ ପିଲେ ମୁଖ୍ୟ କର୍ମ ଗୋଟେ ହଉଛି ଗୌଣ କର୍ମ ଆଉ ଯୋଉଟା ଗୌଣ କର୍ମ ତାକୁ କୁହାଯିବ ଅକଥିତ କର୍ମ ହେଲା ତାହେଲେ ହଁ ତ ତାପରେ ପିଲେ ଯୋଉ କହୁଛି ଅକର୍ମକ ତ ଅକର୍ମକ ପିଲେ
कौन तो सहीटा हम माने पिले बुझिबा कि अकर्मक पिले हम माने काहाको कहबा तो से अकर्मक पिले नॉर्मली पिले तुम माने अकर्मक काहाको बुझछ पिले ଯାହାର କର୍ମ ଯେଉଁ ବାକ୍ୟରେ ଯେଉଁ क्रियार पिले कर्म नाही ना ଯେଉଁ ବାକ୍ୟର कर्म ନାହିଁ सर ଯେଉଁ ବାକ୍ୟରେ सर ବାକ୍ୟରେ ଯେଉଁ ବାକ୍ୟରେ कर्म ନାହିଁ ତାକୁ ଅକର୍ମକ କୁହାଯିବ ପିଲେ मनकर एमती थिबो कि पिले राम गच्छति तले एटा पिले अकर्मक कहिजो कि गच्छति पिले ଯାହାର ଫଳ ଓ ବ୍ୟାପାର ସମାନ ଥିବ ସେଇଟା ବୋଧେ ଅକର୍ମକ। हाँ तो आम एमती जदि नॉर्मली भी तुम माने कहियाकु चाहूछ पिले जो जो कहल कि जार कर्म नाही तो एई कथा को टिके ऐड कर दो पिले ताले तुमर कथाटा पिले ठीक हे जिवो कोन ऐड करबो ना जो क्रियार पिले कर्म संभव नुह एथर मन रहला तो पिले कोन ऐड करबो कोन ऐड करबो जो क्रियार कर्म हाँ कर्म पिले संभव नुह तो ताकू पिला माने अकर्मक बोली कहबा ठीक अच्छे जो कर्म ना अकर्म कहले पिले असुविधा हो जमी राम गच्छति ये कर्म सीना ना कौन ता बोली कौन गच्छति पिले अकर्मक गच्छति तो पिले सकर्मक ना ना तो से आम मैंने कहबा पिले कि जो क्रियार पिले कर्म संभव केबे नुह ताकू आम मैंने अकर्मक बोली कहबा जमती कि पिले हसति तो हसति क्रियार पिले कौन कर्म संभव कर्म संभव नहीं ताले पिले हसति क्रियाटा अकर्मक क्रिया हो जिवो किं प्रश्न करके भी तो जनातले सह किं करोति कि रामः गच्छति किं करोति प्रश्न उत्तर प्रश्न हाँ तो किम कुत्र जदि लकीकरी प्रश्न कले जो उत्तर न मिलिबा ताले मध्ये सेटा से क्रियाटा पिले कोन अकर्मक ना नहीं अकर्मक ठीक तो एई जिंस को पिले से आउट स्पष्ट भाषा रे पिले बुझिया पे कहउचंती कि पिले फल व्यापार समानाधिकरणत्वम अकर्मकत्वम तो एटा टिके न पिले बुझियो पिले कोन होउची कि एक्चुअली जो गोटे क्रियापद पिले न थांदी तांकर पिले दीटा जिंस थाए पिले हला क्रिया मानकर पिले दीटा जिंस थाए कोन थाए पिले ना गोटे थाए पिले फल गोटे थाए पिले व्यापार बुझियो दीटा जिंस थाए पिले प्रत्येक क्रियापदर दीटा जिंस थाए गोटे थाए पिले फल गोटे थाए पिले व्यापार हला तो पिले फल कौन व्यापार कौन जेमती कि उदाहरण पिले मु वर्तमान कहबी कि गच्छति पिले ठीक अच्छे गच्छति गोटे क्रियापद तो यार पिले फल भी अच्छी यार पिले व्यापार भी अच्छी फल पिले कौन यार तो फल हला या अन्य देश संयोग फल हूँ पिले कौन गच्छति क्रिया जने कौन पाई पिले गोटे स्थान रू उठिक आ गोटे जगह को पिले स्पर्श करिवो या तो होता है पिले गच्छति क्रिया रे ना नहीं जेमती कि मनकर कौन सी पिला पिले कौन करुची ना राम विद्यालय गच्छति तले एठी गच्छति क्रियार पिले फल कोठी अछि विद्यालय विद्यालय पाखरे ना नहीं पिले विद्यालय पाखरे अछि ना नहीं फल अछि पिले विद्यालय पाखरे काहे कि ना जेते बेले पिलाटी विद्यालय रे पहुंच जीवो ना आउ से पिले जीवा काम करिवोनी करिवो कि आउ से आउ करिवोनी ता जीवा काम सहीटी बंद हो कहीं ताको तो फल मिल गला ना पिले विद्यालय से पहुंची गला तो आउ से करबनी ताले से कहबा कथा पिले कोन ना ए जो एठी फल हो गला गोटे पिले आ व्यापार कोन व्यापार पिले कोन हे थाए ना गच्छति क्रिया पे व्यापार कोन ना तमे गोटे पाद उठेबो आगु को पकेबो पुणी आ गोटे पाद उठेबो पुणी आगु को पकेबो पुणी पाद को आगु को पकेबो ये जो प्रोसेस पिला को कोन कहै जीवो व्यापार तबे जो गच्छति क्रिया रे पिले व्यापार किए करे कर्ता करे अरे राम विद्यालय गच्छति तो एठी गच्छति रा व्यापार किए करूची राम करूची राम पिले एठी व्यापार करूची ताले एठी पिले कोन होउची पिले ना फल पिले विद्यालय पाखरे आश्रित व्यापार पिले कोठी आश्रित राम पाखरे आश्रित कर्ता पाखरे आश्रित ताले एठी पिले फल आ पिले व्यापार रो अधिकरण पिले भिन्न भिन्न एठी फल आ व्यापार रो अधिकरण माने आश्रय पिले अधिकरण पिले भिन्न भिन्न काहे ना फल रहउची विद्यालय पाखरे व्यापार रहउची पिले कोठी राम पाखरे ना नहीं
ତ ସେଥିପାଇଁ ଫଳ ଆଉ ବ୍ୟାପାରର ପିଲେ ଅଧିକରଣ ଭିନ୍ନ ଭିନ୍ନ ଅଛି। ତ ଯୋଉଠି ଫଳ ଆଉ ବ୍ୟାପାରର ଅଧିକରଣ ପିଲେ ଭିନ୍ନ ଭିନ୍ନ ଥିବ ସେଭଳିଆ କ୍ରିୟାପଦକୁ ପିଲେ ସକର୍ମକ କୁହାଯାଏ। ସେଥିପାଇଁ ଗଚ୍ଛତି କ୍ରିୟାଟା ପିଲେ କଣ ହେଇଯିବ? ସକର୍ମକ ହେଇଯିବ। सकर्म କିନ୍ତୁ ଯଦି ପିଲେ ମୁଁ ଅଧିକରଣ ଅର୍ଥ କଣ? ମାନେ ଆଶ୍ରୟ ଝିଅ ଅଧିକରଣ ମାନେ ହେଲା। ଆଜ୍ଞା ସେମିତି ଯଦି ପିଲେ ମୁଁ ଗୋଟେ ବାକ୍ୟ ମନକର କହିବି ପିଲେ କି ରାମ ହସତି ପିଲେ, ତ ହସତି କ୍ରିୟାପଦ ଅଛି, ତ ୟାର ବି ପିଲେ ଫଳ ଅଛି ବ୍ୟାପାର ଅଛି। ଫଳ ପିଲେ ଆର କଣ? ହସତିର ଫଳ ପିଲେ କଣ? ହସିବା। ଆରେ ହସତିର ଫଳ ହସିବା ହସିବା ହିଁ ତାର ଫଳ ପିଲେ। ଆଉ ବାକି ତାର ବ୍ୟାପାର ବି କଣ? ଦାନ୍ତ ଦେଖେଇବା। ଆରେ ବ୍ୟାପାର ପିଲେ କଣ? ବ୍ୟାପାର ଟିକେ ନାକୁ ଓଠ ଟିକେ ଚଉଡା ହେଇଯାଇଥିବ, ହଁ କେତେବେଳେ କାହାର କେମିତି ଦାନ୍ତ ବି ଟିକେ ଆଗକୁ ଦେଖା ଯାଉଥିବ, ଏଇଆ ତ ହେଇଥାଏ ପିଲେ ହସତିର ବ୍ୟାପାରରେ। ନା ଆଉ କିଛି ହେଇଥାଏ? ନା ଆଖିରୁ ଲୁହ ଫୁହ ବାହାରେ? ଆଜ୍ଞା ହଁ ବେଳେ ବେଳେ ଲୁହ ବି ବାହାରି ପଡେ ପିଲେ ହେଲା। ଯଦି ଅତ୍ୟଧିକ ହସି ହସି ଜଣେ ପୁରା ମାନେ କଣ ଥକି ଯାଏ, ସେତେବେଳେ ତା ଆଖିରୁ ଲୁହ ବି ବାହାରି ପଡେ। କିନ୍ତୁ ସେ ଲୁହ ପିଲେ ଦୁଃଖର ଲୁହ ନୁହଁ, ସେ ହଉଛି କୋଉ ଲୁହ? ଅତ୍ୟଧିକ ଦୁଃଖ ହସର ଲୁହ ଖୁସିର ହେଲା। ହଁ ସେ ଯାହା ବି ହଉନା କାହିଁକି ପିଲେ, ତାହେଲେ ଯୋଉ ହସତିର ପିଲେ ଯୋଉ ଫଳ ବି ହସିବା, ଆଉ ପିଲେ ତାର ବ୍ୟାପାର ବି ପିଲେ ସେଇ ମାନେ ଦାନ୍ତ ଇତ୍ୟାଦି ଦେଖେଇବା ପିଲେ, ତାହେଲେ ଏଠି ଦିଟା ଯାକ ଯୋଉ ଜିନିଷ ପିଲେ କାହା ପାଖରେ ହଉଛି? ରାମ ପାଖରେ। ଏଠି ଯୋଉ ହସତିର ଫଳ ବି ପିଲେ ସେଇ ରାମ ପାଖରେ ଅଛି। ହସତିର ବ୍ୟାପାର ବି କିଏ କରୁଛି? ରାମ ହିଁ କରୁଛି। ତାହେଲେ ଏଠି ପିଲେ କଣ ହଉଛି ନା ଏଠି ଫଳର ପିଲେ ଯିଏ ଅଧିକରଣ, ବ୍ୟାପାରର ମଧ୍ୟ ସେଇ ଅଧିକରଣ। ତାହେଲେ ଏଠି ପିଲେ ଫଳ ଆଉ ବ୍ୟାପାରର ପିଲେ ଅଧିକରଣ ହଉଛି ସମାନ। ତ ସେଥିପାଇଁ ଯୋଉ କ୍ରିୟାପଦର ପିଲେ ଫଳ ଆଉ ବ୍ୟାପାରର ଅଧିକରଣ ସମାନ ହେଇଥିବ, ତ ସେଭଳି କ୍ରିୟାପଦକୁ ଆମେ କଣ କହିବା? ଅକର୍ମକ। ବୁଝିହେଲା ପିଲେ? ତ ସେଇ କଥା କହୁଛି ପିଲେ କି ଫଳ ବ୍ୟାପାର ସମାନାଧିକରଣତ୍ୱମ୍ ଅକର୍ମକତ୍ୱମ୍। ତ ଫଳ ଆଉ ବ୍ୟାପାରର ଯଦି ଅଧିକରଣ ସମାନ ଅଛି, ତେବେ ତାକୁ କୁହାଯିବ ଅକର୍ମକତ୍ୱ। ଆଉ ସକର୍ମକ ହଉଛି ପିଲେ ଫଳ ବ୍ୟାପାର ବ୍ୟଧିକରଣତ୍ୱ। ବ୍ୟଧିକରଣ ମାନେ ଅସମାନ। ବ୍ୟଧିକରଣର ମାନେ ହଉଛି ପିଲେ ଅସମାନ। ତ ଯଦି ଫଳ ଆଉ ବ୍ୟାପାରର ପିଲେ ଅଧିକରଣ ଭିନ୍ନ ହେଇଥିବ, ତେବେ ସିଏ ହେଇଯିବ ପିଲେ କଣ? ସକର୍ମକତ୍ୱ। ସକର୍ମକ। ତାହେଲେ ଏବେ ପିଲା ସେ ଅକର୍ମକ ଯୋଉ ରାମ ବିଦ୍ୟାଳୟ ଗଚ୍ଛତି ସାର୍, ସେଇଟା କଣ ସକର୍ମକ ଧାତୁର ଉଦାହରଣ? ହୁଁ ଆଜ୍ଞା ହେଲା। ତାହେଲେ ଏବେ ପିଲା ଶାସ୍ତ୍ରୀୟ ସାର୍ ଭାଷାରେ ଅକର୍ମକ ଧାତୁର ଉଦାହରଣ କୋଉଟା ହବ? ଆରେ ପିଲା ଶାସ୍ତ୍ରୀୟ ଭାଷାରେ ଏଥର ବୁଝେଇ ପାରିବ ତ ଅକର୍ମକ ସକର୍ମକ ନା ନାଇଁ? ଆଜ୍ଞା ସାର୍। ହେଲା। ସାର୍ ଆଉ ଥରେ କହିଦେବେ। କୋଉଟା ତମେ ଆଉ ବୁଝ? ବ୍ୟାପାର ଉଁ ବ୍ୟାପାର ସହ କ୍ରତା, ଫଳ ସହ କର୍ମ। ହଁ ବ୍ୟାପାରାଶ୍ରୟ କର୍ତ୍ତା ଆଉ ଫଳାଶ୍ରୟ ହଉଛି ଫଳାଶ୍ରୟ କର୍ମ। କର୍ମ ହେଇଥାଏ। ଠିକ। ସାର୍ ଦୁଇଟା ଯାକ ଆଉ ଥରେ କହିଦିଅନ୍ତୁ ଟିକେ, ବୁଝିନି ପାରିଲେ। ହଁ କୋଉ ଜାଗାରେ ଯେ କହୁନ ଯେ ଅସୁବିଧା କୋଉଠି ହେଲା? ସାର୍ ଦିଟା ଯାକ ଅକର୍ମକ ସକର୍ମକ ଅଛି ଯେନ୍ ସୂତ୍ର ଫଳ ବ୍ୟାପାର ସମାନାଧିକରଣେ ଅକର୍ମକ। ଫଳ ଆଉ କଣ ଝିଅ? ଯେନ୍ ଫଳ ତମେ କୋଉଟା ବୁଝିଲ ଝିଅ କୁହ? ଫଳ ଆଉ ବ୍ୟାପାର କଣ କଣ ବୁଝିଲ? ସାର୍ ଟିକେ କହିଦଉନାହାନ୍ତି ମୁଁ ବୁଝିପାରିଲି। ଯେମିତି କିି ଗଛତି ଅଛି ଝିଅ କ୍ରିୟାପଦ, ତ ଗଛତିର ଫଳ କଣ? ବିଦ୍ୟାଳୟ। ହଁ ତ ଗଛତିର ଫଳ ହଉଛି ପିଲେ ତୁମେ ଯୋଉ ଜାଗାକୁ ଯିବା ପାଇଁ ଚାହୁଁଛ, ସିଏ ହଉଛି ପିଲେ ଫଳ। ଫଳ ତାକୁ କୁହାଯାଏ ପିଲେ ଯାହାକୁ ପାଇସାରିଲା ପରେ ନା ତୁମର କ୍ରିୟା ଟା ବନ୍ଦ ହେଇଯାଏ, ତାକୁ କୁହାଯାଏ ଫଳ ପିଲେ। ତ ମନେକର ତୁମେ ମନ୍ଦିର ଯାଉଛ, ତାହେଲେ ତୁମର ଫଳ କଣ? ମନ୍ଦିର ମନ୍ଦିର ପହଞ୍ଚିବାଟା। ମନ୍ଦିରରେ ପହଞ୍ଚିବା। ମନେକର ତୁମେ ବିଦ୍ୟାଳୟ ଯାଉଛ, ତାହେଲେ ଫଳ କଣ? ବିଦ୍ୟାଳୟ ପହଞ୍ଚିବା। ବିଦ୍ୟାଳୟରେ ପହଞ୍ଚିବା। ଠିକ ଅଛି, ୟାକୁ କୁହାଯାଏ ପିଲେ ଫଳ। ଠିକ ଅଛି, ତ ଏଠି ଫଳ ପିଲେ କଣ ହଉଛି ନା ବିଦ୍ୟାଳୟ କିମ୍ବା ମନ୍ଦିର ୟା ଉପରେ ପିଲେ ଆଶ୍ରିତ। ଆଉ ବାକି ଯୋଉ ବ୍ୟାପାର ପିଲେ, ବ୍ୟାପାର ମାନେ ହଉଛି କି ଯିବା କ୍ରିୟା ଟା ପିଲେ କରିବା, ଗୋଡ ଆଗକୁ ଆଗକୁ ବଢେଇବା। ତ ଏଇ ଯୋଉ କାମଟା କିଏ କରୁଛି? କର୍ତ୍ତା। କର୍ତ୍ତା କରୁଛି ପିଲେ, ରାମ କରୁଛି ବା ବାଳକ କରୁଛି। ନା ନା ଇଏ ହଉଛି ପିଲା ବ୍ୟାପାର। ତାହେଲେ ଏଠି ପିଲା ବ୍ୟାପାର କର୍ତ୍ତା ଉପରେ ଆଶ୍ରୟ। ଆଉ ଫଳ ପିଲେ କାହା ଉପରେ ଆଶ୍ରୟ? କର୍ମ ଉପରେ ଆଶ୍ରୟ। କର୍ମ ତ ଉପରେ। ସେଥିପାଇଁ ଏଠି ପିଲେ ବ୍ୟାପାର ଆଉ ଫଳ କୌଣସି ଗୋଟିଏ ଜିନିଷ ଉପରେ ଆଶ୍ରିତ ନୁହନ୍ତି ପିଲେ, ଏମାନେ ଭିନ୍ନ ଭିନ୍ନ ଜିନିଷ ଉପରେ ଆଶ୍ରିତ। ସେଥିପାଇଁ ଏଇ ଯୋଉ ଗଛତି କ୍ରିୟାପଦ ପିଲେ କୋଉ କ୍ରିୟା ହେଇଯିବ? ସକର୍ମକ ନା ଅକର୍ମକ? ସକର୍ମକ। ସକର୍ମକ। କାହିଁକି ନା
କାହିଁକି ନା ଏଠି ଫଳ ଆଉ ବ୍ୟାପାର ପିଲେ ବ୍ୟଧିକରଣ ହେଇଛି। ବ୍ୟଧିକରଣ ମାନେ ଅସମାନ ହେଇକିରି ଅଛି। ଫଳ ଅଲଗା ଉପରେ ଆଶ୍ରିତ, ବ୍ୟାପାର ଅଲଗା ଉପରେ ଆଶ୍ରିତ, ସେଥିପାଇଁ ସକର୍ମକତ୍ଵ। କିନ୍ତୁ ଯଦି ପିଲା ଆମମାନେ ମନେକର କହିବା ପିଲେ ସେତେ ଶୋଇବା, ଶୋଇବା କ୍ରିୟା ମନେକର, ତ ଶୋଇବା କ୍ରିୟାର ପିଲେ ଫଳ କଣ? କୁହ ଭାବିକିରି କୁହ ପିଲେ। ଆରେ ଶୋଇବା କ୍ରିୟାର ଫଳ, ହଁ ଶୋଇବା କ୍ରିୟାର ଫଳ ହଉଛି, ଶୋଇବା କ୍ରିୟାର ଫଳ ପିଲେ ଏଇଆ କି ତମମାନଙ୍କର ଥକାପଣକୁ ଦୂର କରିବା। ଥକି ଯାଇଛ, ଟିକେ ରେଷ୍ଟ ନେଇଗଲେ ତମକୁ ଶାନ୍ତି ଲାଗିବ। ଏଇଆ ତ ପିଲେ ଶୋଇବାର ଫଳ ହେଇଥାଏ ନା ନାଇଁ? ତ ଶୋଇବାର ଫଳ ହେଇଗଲା ପିଲେ ବାକି ଶାନ୍ତି ହେଲା। ଆଉ ବାକି ଶୋଇବାର ପିଲେ ବ୍ୟାପାର କଣ? ଆରେ ବ୍ୟାପାର କଣ ଅଛି ପିଲେ? ଗୋଡ ହାତ ଲମ୍ବେଇକିରି ଖଟ ଉପରେ ପଡିଯିବା, ଏଇ ତ ପିଲେ ବ୍ୟାପାର। ଆଉ ଶୋଇବାର ବ୍ୟାପାର କଣ ଅଛି ପିଲେ? ସେଇଟା ଅଟେ। କିମ୍ବା ଆଉ କାହାର ପିଲେ ଶୋଇବାର ଢଙ୍ଗି ସମସ୍ତଙ୍କର ଭିନ୍ନ ଭିନ୍ନ ଅଛି ପିଲେ, ବୁଝିହେଲା। ତ ଯାହାର ଯୋଉ ଭଳିଆ ବ୍ୟାପାର, ତ ଯାହା ବି ହଉନା କାହିଁକି, ତାହେଲେ ସେ କହିବା କଥା ଏଠି ବ୍ୟାପାର ପିଲେ ଯୋଉଟା ହଉଛି ହଉ, କି ଫଳ ପିଲେ ଯୋଉଟା ହଉଛି ହଉ, ତ ଉଭୟ ଯାକେ କାହା ଉପରେ ଆଶ୍ରିତ? ଯୋଉ ଲୋକଟି ଶୋଉଛି। କାହିଁକି ନା ବ୍ୟାପାର ବି କର୍ତ୍ତା ହିଁ କରୁଛି ପିଲା, ଗୋଡ ହାତ ଲମ୍ବଉଛି। ଆଉ ବାକି ଯୋଉ ଶାନ୍ତି ପାଉଛି ସେ ବି କିଏ ପାଉଛି? କର୍ତ୍ତା। ତ ସେଥିପାଇଁ ଏଠି ଫଳ ଆଉ ବ୍ୟାପାରର ଅଧିକରଣ ପିଲେ ସମାନ। ସେଥିପାଇଁ ସେତେ କ୍ରିୟା ପଦଟା ପିଲେ ସକର୍ମକ ହବ ନା ଅକର୍ମକ ହବ? ଅକର୍ମକ ପିଲେ। ତାହେଲେ ଫଳ ବ୍ୟାପାର ଯେହେତୁ ପିଲେ ସମାନ ଅଧିକରଣ ହେଇଗଲା, ତ ଇଏ ହେଇଯିବ ପିଲେ ଅକର୍ମକ ହେଲା। ହଉ ଚାଲ ତାପରେ ପିଲେ ନେକ୍ସଟ କଣ ସାର୍ କହୁଛି? ଅଲଗା ବେଲେ ଦେଖୁଛନ୍ ସାର୍, ବ୍ୟାଧିକରଣର ଗୋଟେ କହୁନ୍। ବ୍ୟଧିକରଣ ସେ କହିଲେ ପରା, ଯୋଉ ଗଛତିର ଗଛତି ମାନେ ଯିବା କ୍ରିୟାଟା ରାମ କି ହରି ଯିଏ କେହି ବି ଯାଉଛନ୍ତି, ତ ସ୍କୁଲ ନେଇକରି ଅଲଗା କୌଣସି ଜାଗା ବି ହେଇପାରିବା ତାର ମାନେ ହୁଁ। ସେଇଟା କି ସାର୍? ହଁ ଏଠି ସେଠି ଯୋଉ ଗଛତି କ୍ରିୟାର ନା ଫଳ ଝିଅ ବିଦ୍ୟାଳୟ ଉପରେ ଆଶ୍ରିତ। ଆଉ ବାକି ଗଛତି କାମଟା ଯିଏ କରୁଛି ସେ କର୍ତ୍ତା ଉପରେ ଆଶ୍ରିତ। ତ ସେଥିପାଇଁ ଏଠି ଫଳ ଆଉ ବ୍ୟାପାର ଭିନ୍ନ ଭିନ୍ନ ସ୍ଥାନରେ ରହୁଛି। ସେଥିପାଇଁ ଏଇଟା ହଉଛି ସକର୍ମକତ୍ଵ। ଠିକ ଅଛି। ଚାଲ ଆଗକୁ ବୁଝିବା। ତମେ ଆଉ ଥରେ ଭିଡିଓ ଝିଅ ଟିକେ ଇଏ କରିକି ଶୁଣିଦବ, ନ ବୁଝିପାରିଲେ ମତେ କାଲି ପୁଣି ପଚାରିବ ନା। ଆଗକୁ ଯିବା। ଆଜ୍ଞା ସାର୍। ତାପରେ ନେକ୍ସଟ ପିଲା ଅଛି ଅଚ ପିଲେ। ତ ଅଚ ପିଲା ଆମ ମାନେ ସଂସ୍କୃତ ବ୍ୟାକରଣରେ କାହାକୁ କହିଥାଉ? ଠିକ ଅଛି। ତ ଏଥିରେ ଆଉ କିଛି ଅସୁବିଧା ନାହିଁ। ସେମିତି ହଲ ପିଲା ମାନେ କହିଥାଉ ବ୍ୟଞ୍ଜନ ବର୍ଣ୍ଣକୁ କହିଥାଉ। ଆଉ ତା ସହିତ ପିଲା ଅଲ ପିଲା ଆମେ କାହାକୁ କହିଥାଉ? ସମସ୍ତ ବର୍ଣ୍ଣ। ତ ଯେତେ ବି ବର୍ଣ୍ଣ ଅଛନ୍ତି ପିଲା ସମସ୍ତଙ୍କୁ ଆମେ ମାନେ ଅଲ ବୋଲି କହିଦେଲେ ସବୁ ବର୍ଣ୍ଣକୁ ଆମେ ମାନେ ବୁଝିବା ହେଲା। ତାପରେ ପିଲା ଆଉ କଣ ହେଇଥାଏ ନା, ଆମର ସଂସ୍କୃତ ବ୍ୟାକରଣରେ ପିଲା ଆଦେଶ ଏ ଶବ୍ଦରେ ପିଲା ବ୍ୟବହାର ହେଇଥାଏ। ତ ଆଦେଶ ପିଲା କାହାକୁ କୁହାଯାଏ ନା, ଆଦେଶ ପାଇଁ ପିଲା କଣ କୁହାଯାଇଛି? ଶତ୍ରୁବତ ତ ଆଦେଶ ଟା ପିଲା ଶତ୍ରୁ ପରୀକ୍ଷା ହେଇଥାଏ। ଶତ୍ରୁ ପରୀକ୍ଷା ମାନେ ହଉଛି ପିଲେ କଣ? ଯେମିତି କି ଦିଟା ରାଜା ଅଛନ୍ତି ପିଲେ, ହଁ ଜଣେ ଜଣଙ୍କର ଶତ୍ରୁ ଅଛି। ତ ଯଦି ଶତ୍ରୁ ରାଜା ପିଲେ ସେ ଗୋଟେ ରାଜାକୁ ପିଲେ ମନେକର ପରାସ୍ତ କରିଦେଲା, ତାହେଲେ ସେ କଣ କରିବ? ସେ ରାଜାକୁ ପିଲା ପାଖରେ ରଖିବ ନା ତାକୁ ସିଂହାସନରୁ ହଟେଇ ଦବ? ତ ସିଂହାସନରୁ ହଟେଇକିରି ନିଜେ ବସିବ ପିଲେ ସେ ଜାଗାରେ। ତ ଆଦେଶ ବି ଠିକ ସେଇ କାମ ହିଁ କରିଥାଏ ପିଲେ। ଯଦି ଜଣଙ୍କ ଜାଗାରେ ପିଲେ କିଛି ଆଦେଶ ହଉଛି ନା, ତ ସେ କଣ କରିବ? ସେଇ ବର୍ଣ୍ଣକୁ ହଟେଇବ, ନିଜେ ଆସିକିରି ବସିବ। ଯେମିତି ଉଦାହରଣ ପିଲେ ସୁଧି ଥିଲା ପ୍ଲସ ପିଲେ ଉପାସ୍ୟ ଥିଲା। ତ ଏଠି ନା ସେ କହିଲା କି ଇ ସ୍ଥାନରେ ୟ ଆଦେଶ ହବ। ତ ୟାର ମାନେ ପିଲେ କଣ? ଏଠୁ ଇଟା ହଟିବ, ତା ଜାଗାରେ ପିଲେ ବସିବ କିଏ ସେ? ଇୟକାର ପିଲେ ବସିବ। ଅର୍ଥାତ ଆଉ ସେ ଇଟା ପିଲେ ରହିବ ନାହିଁ। ଏଇଟା ପିଲେ ଏଠୁ ପୁରା ଉଠିଯିବ। ତ ଏଇଟା ଉଠିବ, ତା ଜାଗାରେ ବସିବ ପିଲା ୟ। ୟାକୁ କୁହାଯାଏ ପିଲା ଆଦେଶ। ମାନେ ଇ ସ୍ଥାନରେ ୟ ପିଲା ଆଦେଶ ହଉଛି। ବୁଝି ହଉଛି ନା ନାଇଁ ପିଲେ? ତ ୟାକୁ ଆମେ ମାନେ କହିବା ପିଲା ଆଦେଶ ବୋଲି। କିନ୍ତୁ ଆଗମ ପିଲେ କଣ ହେଇଥାଏ? ମିତ୍ରବତ ଆଗମ। ହଁ ତ ଆଗମଟା ପିଲା ମିତ୍ର ପରୀକ୍ଷା ହେଇଥାଏ। ଯେମିତି କୌଣସି ମିତ୍ର ପିଲେ ତମେ ଗୋଟେ ଗୋଟେ ବସ ର ଗୋଟେ ସିଟ ରେ ବସିଛ ହେଲା, ସେ ସିଟ ରେ ଆଉ ଜାଗା ନାହିଁ। ମାନେ ଆଉ ଜଣେ କି ବସି ପାରିବନି। କିନ୍ତୁ ତୁମର ଅତି ଗୋଟେ ବେଷ୍ଟ ଫ୍ରେଣ୍ଡ ତମ ପାଖକୁ ଆସିଲା, ତମେ ତା ସାଙ୍ଗରେ ସିଟ ପିଲେ ସେୟାର କରିବ ନା ନାଇଁ?
ଆସ ଯେତିକି ଅଛି ଅଧା ହେଇକି ବସି ପଡିଆ କି ତମେ ବସ ତମେ ମୋ ଉପରେ ବସି ପଡ ଏମିତି କରାଯିବ କି ନାଇଁ ପିଲେ ମିତ୍ର କ୍ଷେତ୍ରରେ ତ ଏମିତି ହିଁ କରାଯାଇଥାଏ ପିଲେ। ତ ଆଗମ ମଧ୍ୟ ଠିକ ସେଇୟା କରେ ପିଲେ ଆଗମ ଯେତେବେଳେ ହବ ଯଦି ଆମେ ମାନେ କହିବା କି ଆ ସ୍ଥାନରେ ଏଇଟା ଆଗମ ହବ ତ ସେଥିପାଇଁ ଆଗମ ପିଲେ ଯିଏ ହବନି କି ସେ ପିଲେ ହଟେଇବନି ସେ ଆସିକିରି ଆଇଦର ତ ତାର ପୂର୍ବରୁ ବସିବ ନହେଲେ ତ ପିଲେ ପରେ ବସିବ କାହାକୁ ସେଠୁ ହଟେଇବ ନାହିଁ। ଆଗମଟା ପିଲେ ଠିକ ସେଇଭଳିଆ ହେଇଥାଏ ଯେମିତି ତମେ ୟାର ଉଦାହରଣ ପିଲେ ନେଇପାରିବ ଯେମିତି କି ଆମେ ମାନେ କହିପାରିବା ପିଲେ କଣ ପିଲେ ସଂସ୍କୃତ ମନେକର ପିଲେ ଅଛି ତସ୍ମିନ୍ ଯୁକ୍ତକ ପିଲେ ଇତି ହେଲା ତସ୍ମିନ୍ ଯୁକ୍ତକ ଇତି ତ ସେଠି ସେ କଣ କହିଲା ପିଲେ କି ନ ପିଲେ ଆଗମ ହବ ତ ନ ଯୋଉ ଆଗମ ହବ ତ ଇଏ ଏଇ ନ କୁ ପିଲେ ଉଠେଇବନି ବରଂ ଏଇ ନ ପାଖରେ କଣ ହେଇଯିବ ଆସିକିରି ବସି ପଡିବ ବସିକିରି ରୂପ ପିଲେ ହେଇଯିବ ତସ୍ମିନ୍ ନୀତି ନା ନାଇଁ ଆରେ ତସ୍ମିନ୍ ପ୍ଲସ୍ ଇତି ହେଲେ କଣ ହେଇଯିବ ତସ୍ମିନ୍ ନୀତି ବୁଝି ହଉଛି ନା ନାଇଁ ପିଲେ ତାହେଲେ ଏଠି ଯୋଉ ନ ପିଲେ ଏଠି ନ ପିଲେ ଆଦେଶ ହେଲାନି ନ ପିଲେ କଣ ହେଲା ଆଗମ ପିଲେ ହେଲା ତ ସେଥିପାଇଁ ଆଦେଶ ପିଲେ ଜଣକୁ ଉଠେଇକିରି ତା ଜାଗାରେ ବସେ କିନ୍ତୁ ଆଗମ ପିଲେ କାହାକୁ ଉଠାଏନି ବରଂ ତା ପାଖରେ ଆସିକିରି ବସି ପଡେ ତାକୁ ଆମେ ମାନେ କହିଥାଉ ପିଲେ ଆଗମ ବୋଲି ହେଲା ସେଥିରୁ ପିଲେ ତାପରେ ଆଉ କଣ କହୁଛି ନା ପିଲେ ଅଛି ପିଲେ ଉପଧା ଉପଧା ପିଲେ କଣ ସେ ଉପଧା ପାଇଁ ସୂତ୍ର ଅଛି ପିଲେ ଅଲୋ ଅନ୍ତ୍ୟାତ ପୂର୍ବ ଉପଧା ବେଳେ ବେଳେ ପରୀକ୍ଷାରେ ପଚାରି ଦିଏ ମଧ୍ୟ ପିଲେ ଅଲୋ ଅନ୍ତ୍ୟାତ ପୂର୍ବ ଡ୍ୟାସ ତ ମନେ ରଖିଥିବ ଅଲୋ ଅନ୍ତ୍ୟାତ ପୂର୍ବ ଉପଧା ଅଥବା ଏମିତି ବି ପଚାରି ଦେଇପାରେ କି ଅନ୍ତିମ ବର୍ଣ୍ଣସ୍ୟ ପୂର୍ବ ବର୍ଣ୍ଣ ଡ୍ୟାସ କଥ୍ୟତେ ତାହେଲେ କଣ ହେଇଯିବ ଉପଧା କଥ୍ୟତେ ତ କୌଣସି ବି ଶବ୍ଦର ପିଲେ ଯୋଉ ଅନ୍ତିମ ବର୍ଣ୍ଣର ଯିଏ ବି ପିଲେ ପୂର୍ବ ବର୍ଣ୍ଣ ହେଇଥିବ ତାକୁ ହିଁ ପିଲେ ଉପଧା ବୋଲି କୁହାଯିବ ଯେମିତି କି ମୁଁ ଯଦି ତମମାନଙ୍କୁ କହିବି ପିଲେ କି ରାମ ଶବ୍ଦରେ ପିଲେ ଉପଧା କିଏ ତାହେଲେ ତମ ମାନେ କଣ କହିବ ହଁ ତ ରାମ ଶବ୍ଦରେ ଉପଧା ହଉଛି ପିଲେ ମ ରାମ ଶବ୍ଦରେ ଉପଧା ହଉଛି ପିଲେ ମ କାହିଁକି ନା ରାମ ଶବ୍ଦର ଅନ୍ତିମ ବର୍ଣ୍ଣ ହଉଛି ପିଲେ ଅକାର ଅକାରର ପୂର୍ବ ବର୍ଣ୍ଣ ହଉଛି କଣ ହଲନ୍ତ ମକାର ସେମିତିକା ଯଦି ମୁଁ ତମମାନଙ୍କୁ ପଚାରିବି ପିଲେ କି ରାଜନ ଶବ୍ଦରେ ଉପଧା କିଏ ହବ ତାହେଲେ କଣ କହିବ ତ ରାଜନ ଶବ୍ଦରେ ପିଲେ ଉପଧା ହଉଛି ପିଲେ ଅକାର କାହିଁକି ନା ନ ହଉଛି ଅନ୍ତିମ ବର୍ଣ୍ଣ ତାର ପୂର୍ବ ବର୍ଣ୍ଣ ହଉଛି ପିଲେ ଅକାର ସେଥିପାଇଁ ଉପଧା ହଉଛି ପିଲେ ଅନ୍ତିମ ବର୍ଣ୍ଣର ପୂର୍ବ ବର୍ଣ୍ଣ ହଉଛି ଉପଧା ବୁଝିହବ ନା ପିଲେ ଅନ୍ତିମ ବର୍ଣ୍ଣର ପୂର୍ବ ବର୍ଣ୍ଣ ହେଲା ତ ୟାକୁ ଆମେ ମାନେ କହିଥାଉ ପିଲେ ଉପଧା ତାପରେ ପିଲେ ଟି ପ୍ରାୟ ଲୋକ ପିଲେ ଯୋଉ ଉପଧା ଆଉ ଟି ରେ ପିଲେ କନଫ୍ୟୁଜ ହେଇଯାନ୍ତି ତମମାନେ ଜମା କନଫ୍ୟୁଜ ହବନି ପିଲେ ଉପଧା ତ ଜାଣିଲ ପିଲେ କି ଅନ୍ତିମ ବର୍ଣ୍ଣ ଯାହା ବି ଥିବ ତାର ପୂର୍ବ ବର୍ଣ୍ଣ ପିଲେ ଉପଧା ହବ କିନ୍ତୁ ଟି ଯୋଉ ପିଲେ ଟି କାହାର ହବ ନା ଟି ପାଇଁ ସୂତ୍ର ହଉଛି ପିଲେ ଅଚୋ ଅନ୍ତ୍ୟାଦି ଟି ଇଏ କହୁଛି ପିଲେ କି ଅନ୍ତିମ ସ୍ୱର ବର୍ଣ୍ଣ ପିଲେ ହେଲା ଟି କାହାର ପିଲେ ହବ ନା ଅନ୍ତିମ ସ୍ୱର ବର୍ଣ୍ଣର ପିଲେ ଟି ହବ ଯେମିତି କି ମନେ କର ପିଲେ ରାମ ଶବ୍ଦ ଅଛି ତାହେଲେ ରାମ ଶବ୍ଦରେ ପିଲେ ଅନ୍ତିମ ସ୍ୱର ବର୍ଣ୍ଣ କିଏ ସେ ରାମ ଶବ୍ଦର ଅନ୍ତିମ ସ୍ୱର ବର୍ଣ୍ଣ ହଉଛି ପିଲେ ଅକାର ତାହେଲେ ଟି ସଂଖ୍ୟା ପିଲେ କାହାର ହବ ଅକାରର ପିଲେ ଟି ସଂଜ୍ଞା ହବ କିନ୍ତୁ କିଛି ଜାଗାରେ ପିଲେ କଣ ହେଇଥାଏ ମନେକର ରାଜନ ଶବ୍ଦ ଅଛି ରାଜନ ଶବ୍ଦରେ ପିଲେ ଅନ୍ତିମ ସ୍ୱର ବର୍ଣ୍ଣ କିଏ ସେ ଜକାର ପରେ ଥିବା ଅକାର ପିଲା ହଉଛି ଅନ୍ତିମ ସ୍ୱର ବର୍ଣ୍ଣ କିନ୍ତୁ ଅନ୍ତିମ ସ୍ୱର ବର୍ଣ୍ଣ ଯେ ୟା ପରେ କିନ୍ତୁ ଗୋଟେ ନ ହଳାନ୍ତ ରହିଯାଉଛି ନା ନାଇଁ ରହିଯାଉଛି ତ ସେଥିପାଇଁ ସେ ଟି କଣ କହିଲା ନାଇଁ ତମେ ସେ ଯୋଉ ପରେ ଯୋଉ ରହିଯାଉଛି ତାକୁ ଆଉ ଛାଡିକି ରୁହନି ତାକୁ ବି ସାଙ୍ଗରେ ନେଇଯାଅ ଆଉ ସେଥିପାଇଁ ରାଜନ ଶବ୍ଦରେ ପିଲେ ଟି କାହାର ହବ ମାନେ ତୁମେ ଅନ୍ତିମ ସ୍ୱର ବର୍ଣ୍ଣ ଖୋଜିବ ଅନ୍ତିମ ସ୍ୱର ବର୍ଣ୍ଣ ପରେ ବି ଯଦି କିଛି ବ୍ୟଞ୍ଜନ ବର୍ଣ୍ଣ ଅଛି ପିଲେ ତାକୁ ବି ସାଙ୍ଗରେ ନେଇଯିବ ହେଲା ଟୋଟାଲଟାର ପିଲେ ଟି ସଂଜ୍ଞା ହବ ହେଲା ତ ଠିକ ସେଇଭଳି ଭାବରେ ପିଲେ ମୁଁ ଯଦି କହିବି ତମମାନଙ୍କୁ ମନେକର ମନସ ଶବ୍ଦ ଅଛି ତାହେଲେ ମନସରେ ପିଲେ ତମେ କାହାର ଟି ସଂଜ୍ଞା କରିବ ତ ପିଲେ
असर पिले टी संज्ञा करिवो मनकर मु जो तमनु कहि पिले हॉबीज शब्द तले हॉबीज शब्द रे पिले कहार टी संज्ञा हबो ईश रे पिले टी संज्ञा हबो काहे ना अंतिम स्वर वर्ण हर्षैकार आउ हर्षैकार कहूची नाय मु एका काई जिबी सांगे रे तो गोटे अछि व्यंजन वर्ण ताकू सांगे रे नेकी पढौची तो सेति पय ताकू भी सांगे रे नेकी पिले पळे आसीबो आ टोटल टार हे जिवो पिले टी संज्ञा तले एबे तम माने पिले उपधा और पिले टी चिन्हि परिबो ना ना नाही तो से कहूँ पिले कि अंतिम स्वर वर्ण तो हम हम टी अथवा अंतिम स्वर वर्ण जो व्यंजन आदि रे थिबो से समूह टी संज्ञा हम जमती राजन रे पिले अंतिम स्वर वर्ण अच्छी अकार सी पिले को व्यंजन वर्ण आरंभ अच्छी ना न आरंभ अच्छी से टोटाल टार पिले टी संज्ञा हम माने अन रे पिले टी संज्ञा हम है तो अच अंत्यादि टी अचा मध्य यो अंत्य स आदि एस्य नाने कौन स्मृति रंजन आगे अचम मध्ये जन्तः आदि तस्य टी संज्ञः स्यात् हाँ तस्य टी संज्ञम स्यात् हैला ताले पिले स्वर वर्ण मानक भितरु जे अंतिम स्वर वर्ण तार टी संज्ञा हबो अथवा सेही अंतिम स्वर वर्ण जेउ व्यंजन वर्ण आरंभ रे थिबो से ग्रुप रो मध्ये पिले टी संज्ञा हबो हैला ये होची पिले टी तापर सेतुरु को नेक्स्ट पिले कहूची गुण संज्ञा पिले गुण संज्ञा कहार हुए ना अदें गुण हां त तीनटा वर्ण रे पिले गुण संज्ञा है कार कार अकार एकार ओकार हैला आउ सेमति पिले वृद्धि संज्ञा कहार हबो ना वृद्धिरा दैच त पिले आ ओई आउ कार औ पिले त यांकर पिले हे जो वृद्धि संज्ञा तापर गोटे संज्ञा अछि पिले घ संज्ञा पिले कहा रही थाए तरप तम पौ घ तो पिले तरप प्रत्यय आउ पिले तम प्रत्यय रो को संज्ञा हे थाए नाने दुई जन का भितर तुलना कला बेले तर व्यवहार हुए जेमति कि हिमालय और विंध्य पर्वत उभय का भितर पिले हिमालय होचे उच्चतर तले एठी हम पिले तर व्यवहार करियो ना तम व्यवहार करिवा तर पिले नाने त विंध्य हिमालय हो हिमालय उच्चतर कि जदि पिला माने कहिबा सर्वेषु पर्वतेषु हिमालय उच्चतर ना उच्चतम हाँ त उच्चतम ठीक अछि तले एई जो तरप और तम प्रत्यय पिले अछन याकर घ संज्ञा हे थाए सेमति पिले घी संज्ञा कहा रही थाए ना से सोघ्य सखी पिले सखी शब्द को छाड़ी देले हैला सखी शब्द को छाड़ी देले अन्य जेतक सब हर्स्व ई कारांत आउ हर्स्व उ कारांत तो एई शब्द मानकर पिले को संज्ञा हे थाए घी संज्ञा पिले हे थाए किनु सखी शब्द रे पिले घी संज्ञा हबो नाही पति शब्द रे भी घी संज्ञा हबोनी किनु पति रे घी संज्ञा केते बेला हबो पिले हाँ तो पति ही समास एब तो जेते बेले पति शब्द रो पूर्वरु किछि शब्द थिबो सेते बेले तार घी संज्ञा हबो जे खाली पति शब्द अछि तार पिले घी संज्ञा हबो रही हैला तापर सेतुरु को नेक्स्ट हाँ पति शब्द जे एकुटिया अछि तबे यार घी संज्ञा हबो नाही पिले जदि पति शब्द रो पूर्वरु किछि शब्द लागि जाय जेमति कि सभापति त यार पिले हबो ना नाही हबो तो यार पिले घी संज्ञा हे जिवो हला पति ही समास एबो बुझला पिले आज्ञा सर तापर सेतुरु को पिले घु संज्ञा कहार हुए ना दा धा घोदाप पिले दा धातु आउ पिले धा धातु ए दुई जन कर पिले को संज्ञा हुए घु संज्ञा हे थाए हैला दा धा घोदाप तापर पिले अछि नदी संज्ञा कहार हबो ना स्त्रियाख्यौ नदी तो पिले दीर्घ ई कारांत एवं दीर्घ उ कारांत आउ नित्य स्त्रीलिंग शब्द हिथिबो तो सही शब्द मानकर पिले को संज्ञा हबो नदी संज्ञा हबो तो जेमिति हर्षै कारांत हर्षौ कारांत रे पिले घी संज्ञा तो तार अपोजिट पिले
तो दीर्घ इकारांत दीर्घ उकारांतर पिले ହେଇଯିବ कौन नदी संज्ञा है। तापर पिले कहूँ निपात एक्चुअली निपात पिले बहुत सारा सूत्र अच्छी तथापि नॉर्मली तुम मान जानी था पिले चादय असत्वे तो चादी बोली गोटे गण अच्छी पिले तो यही शब्द रे जो जो माने अच्छंती सेमानकर पिले को संज्ञा ही थाए निपात संज्ञा तो संज्ञा निपात संज्ञा है ना निपात संज्ञा पिले ही थाए। सखी सखी शब्द को छाणी देले बाकी सब बकदले किंतु पति शब्द काहे पे हवनी पति शब्द रे मना करछि से कुछ पति शब्द रे भी हबनी पति शब्द रे समास रे हबो सखी शब्द रे तो कोउथरे भी हबनी ना समास रे हबो ना खाली रे भी हबो सखी शब्द टोटल हबो ही नाही किंतु पति शब्द रे केवल कोउथरे हबो समास रे हबो अन्यथरे हबो नाही ହେଲା ପିଲେ तापर से तुमको ने से चादी गण की चादी हमर जो च बा अ आ एमन सब अव्यय प्रकरण भीतर आछंती ना ता भीतर सब अव्यय पद जाक आछंती बहुत सारा ठीक अछि तो सही मानकर निपात संज्ञा हे थाए बुझा बटे हमर सब गण थाए ना संस्कृत रे पिले जेमि सकंधु आदि गण ना नहीं चादी गण हाँ तो सही बढ़िया ହେଲା तापर पिले जाति गण कोड़ा कोड़ा चादी गण रे बहुत सारा जिंस जाइछ तमे सेटा अव्यय प्रकरण रे पिले चादी गण मारिबो सेतरे आसीयो पिले सेतरे 50 60 ठाण शब्द अछि हैला जेंति इंपोर्टेंट भीतर मु कहिल ना पिले च अछि बा अछि अथ अछि अथो अछि अ इ आ एमति भी बहुत सारा शब्द मान अछंती हां तो सही मान कर पिले सब चादय असत्व रे पिले निपात संज्ञा हे थाए हो तापर पिले नेक्स्ट कहूची पिले निष्ठा तो निष्ठा पिले कहार हबो ना तक तब तु निष्ठा तो दुईटी प्रत्यय गोटे होची त प्रत्यय गोटे होची पिले तब तु प्रत्यय तो ए मानकर पिले को संज्ञा हे थाए निष्ठा संज्ञा निष्ठा संज्ञा पिले हे थाए निष्ठा संज्ञा सेमति का संस्कृत व्याकरण रे पिले परिभाषा शब्द रे व्यवहार करा जाय थाए पिले तो परिभाषा पिले कहा को कहा जाए ना अनियमे नियमकारिणी आशा परिभाषा ठीक अछि पिले तो जते बेले पिले कोनसी नियम हेई पर नथियो पिले अनियम होउथबो से समय जे नियम करे ना पिले से सूत्र को पिले को सूत्र कहा जाए परिभाषा ठीक अछि पिले बुझे जिवो तो पिले ना नहीं जेमति कि हमर पिले शुद्धि थिला आ पिले उपास्य थिला बुझो छि त से कहला कि पिले ई स्थान रे पिले यण आदेश हबो से एक्चुअली कोन कहथिला पिले ई स्थान रे ना पिले यण आदेश हबो अरे पिले सिस्ने एती कहि देला पिले ई स्थान रे यण आदेश हबो तो यण रे पर पिले चारिटा वर्ण अछि य अछि व अछि र अछि ल अछि चारटा वर्ण अछि कि नै पिले यण प्रत्याहार रे आज्ञा तो ई स्थान रे यण हबो खाली एती कहि देला हम केमति पुणी काहु करिवो तो हमर एठी नियम हे पर नथिला अनियम होथला से समय पिले कौन है ना से समय गोटे सूत्र आसला पिले स्थाने अंतरतम तो स्थाने अंतरतम सूत्र आसिक कौन कला ना नियम कला कि नहीं देख तुम्हें तुम्हें स्थान सांगे तार तारतम्य बाहर कर तो जो जार स्थान समान होथिबो ताकू तुम आदेश करिवो तो सेति पई पिले ई रो स्थान होची कोन ताळू अरे इष्टसा नाम ताळू आउ एई य ब र ल भितर पिले कहार उच्चारण स्थान ताळू यर पिले काहे ना यर ताळू व र पिले दंतोष्ट हे थाए र र पिले हे थाए कोन मूर्धा ल र पिले दंता तो सेति पई पिले ई स्थान रे काहा को आदेश कराला य को पिले आदेश कराला तो एठी जे नियम कला पिले ताको हम मान कहया पिले परिभाषा हैला आउ सेमति पिले प्रातिपदिक पिले कहा को जाय संस्कृत व्याकरण पिले प्रातिपदिक होची अर्थबद धातुर प्रत्यय प्रातिपदिकम हैला पिले माने जो जिंस पिले अर्थवत हेतिबो जहार अर्थ थिबो अधातु हो पिले धातु हेई नथिबो धातु माने धातु पदार्थ नो धातु माने पिले क्रियापद हेई नथिबो हां क्रिया हेई नथिबो आउ पिले अप्रत्यय पिले कोनसी प्रत्यय भी हेई नथिबो ताकू पिले कुहा जियो प्रातिपदिक जथा राम राम पिले अर्थ वाला
ତ କାହିଁକି ନା ରାମର ପିଲେ ଅର୍ଥ ଅଛି, ବୁଝିଗଲା ନା ନାଇଁ। ତାପରେ ରାମ ବି କୌଣସି ପିଲେ ଧାତୁ କି, କୌଣସି ଧାତୁ ବି ନୁହଁ। ତାପରେ ରାମରେ ବି କିଛି ପ୍ରତ୍ୟୟ ବି ନାହିଁ ପିଲେ, ନା ନାଇଁ, କାହିଁକିନା ପ୍ରତ୍ୟୟ ଲାଗିଲା ପରେ ସିନା ରାମ ପିଲେ ପ୍ରତ୍ୟୟ ଲାଗିଲେ ହବ, ଏପର୍ଯ୍ୟନ୍ତ କିଛି ପ୍ରତ୍ୟୟ ଲାଗିନି, ସେଥିପାଇଁ ଅପ୍ରତ୍ୟୟ ମଧ୍ୟ। ତ ସେଥିପାଇଁ ରାମର ପିଲେ କୋଉ ସଂଜ୍ଞା ହବ, ପ୍ରାତିପଦିକ ସଂଜ୍ଞା ହବ। ତ ଯୋଉ ପ୍ରାତିପଦିକକୁ ପିଲେ ଆମେ ଆମର ସରଳ ଭାଷାରେ ପିଲେ ମୂଳ ଶବ୍ଦ ବୋଲି ମଧ୍ୟ କହିଥାଉ, ନା ନାଇଁ। ଆଉ ପିଲେ କୋଶ୍ଚିନ୍ ଯୋଉ ଏମିତି ପଚାରିଥିବ ଅର୍ଥପଦ ଧାତୁର ପ୍ରତ୍ୟୟ ଡ୍ୟାସ, ତ ତମକୁ ମନେ ରଖିଥିବାର ଅଛି କଣ, ପ୍ରାତିପଦିକମ୍। ବୁଝାଉଛି, ଅନିୟମେ ନିୟମକାରିଣୀ ଡ୍ୟାସ, ସଂଜ୍ଞା ନା ପରିଭାଷା ନା ନିୟମ, ଏମିତି ଅପସନ ଦେଇଥିବ, ତ କଣ ହେଇଯିବ ପରିଭାଷା। ତ ଏଇ ଟାଇପର ଆଉ ହେଲା। ଆଉ ପିଲା ବାର୍ତ୍ତିକ କଣ ନା ଉକ୍ତାନୁକ୍ତ ଦୁରୁକ୍ତା ନାମ ଚିନ୍ତା ଯତ୍ର ପ୍ରବର୍ତ୍ତତେ ତତ୍ଶାସ୍ତ୍ରମ୍ ବାର୍ତ୍ତିକମ୍ ପ୍ରାହୁଃ ବାର୍ତ୍ତିକଜ୍ଞ ମନୀଷିଣଃ। ତ ସେ କହୁଛି ପିଲେ ଯତ୍ର ମାନେ ୟସ୍ମିନ୍ ଶାସ୍ତ୍ରେ, ଯେଉଁ ଶାସ୍ତ୍ରରେ ପିଲେ ଚିନ୍ତା ପ୍ରବର୍ତ୍ତତେ, ଚିନ୍ତା ମାନେ ବିଚାର, ପିଲେ ବିଚାର ରହିଥାଏ। କୋଉ ବିଷୟରେ ବିଚାର ରହିଥାଏ ନା ଉକ୍ତ ଅନୁକ୍ତ ଦୁକ୍ତା ନାମ। ଉକ୍ତ ମାନେ ଯୋଉ କଥା ପାଣିନି କହିଛନ୍ତି, ଅନୁକ୍ତ ମାନେ ଯୋଉ କଥା ପାଣିନି କହି ନାହାନ୍ତି, ଦୁରୁକ୍ତ ମାନେ ପାଣିନି କହିଛନ୍ତି କିନ୍ତୁ ବୁଝି ହଉନି। ତ ଏ ସବୁ କଥା ପିଲେ ଯୋଉ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥାଏ, ତତ୍ ଶାସ୍ତ୍ରମ୍ ବାର୍ତ୍ତିକମ୍ ପ୍ରାହୁଃ, ସେଇ ଶାସ୍ତ୍ରକୁ ପିଲେ କୋଉ ଶାସ୍ତ୍ର କୁହାଯାଏ, ବାର୍ତ୍ତିକ ଶାସ୍ତ୍ର କୁହାଯାଏ। ତ ଏକଥା କୋଉମାନେ କହିଛନ୍ତି ନା ବାର୍ତ୍ତିକଜ୍ଞ ମନୀଷିଣଃ, ବାର୍ତ୍ତିକକୁ ଭଲ ଭାବରେ ଜାଣିଥିବା ମନୀଷୀ ମାନେ, ଜ୍ଞାନୀ ଗୁଣୀ ମାନେ ଏ କଥା କହିଛନ୍ତି, ହେଲା। ବୁଝି ହେଇଯିବ ତ ପିଲେ, ନା ନାଇଁ। ଆଜ୍ଞା ସାର୍। ତାପରେ ସେଥିରୁ ନେକ୍ସଟ କହୁଛି ପିଲେ କି ଭାଷିତ ପୁଂସ୍କ। ପିଲେ ଭାଷିତ ପୁଂସ୍କ କଣ ନା ଯେଉଁ ଶବ୍ଦ ସ୍ତ୍ରୀଲିଙ୍ଗ ପୁଲିଙ୍ଗରେ ଗୋଟିଏ ଅର୍ଥ ପ୍ରକାଶ କରେ ତାକୁ ଭାଷିତ ପୁଂସ୍କ କୁହାଯାଏ। ଯାହାର ପୁଲିଙ୍ଗରେ ବି ଯୋଉ ଅର୍ଥ ସ୍ତ୍ରୀଲିଙ୍ଗରେ ବି ସେଇ ଅର୍ଥ। ଯେମିତି କି ପିଲେ ମୁଁ ବର୍ତ୍ତମାନ କହିବି ପିଲେ କି ଶୁକ୍ଲଃ, ଶୁକ୍ଲହର ପିଲେ ଅର୍ଥ କଣ, ଧଳା। ଆଉ ଯଦି ମନେକର କହିବେ ଶୁକ୍ଲା, ତାହେଲେ ଶୁକ୍ଲାର ବି ଅର୍ଥ କଣ, ସେଇ ଧଳା ପିଲା, ନା ନାଇଁ। ଆରେ ଯଦି କୌଣସି କୌଣସି ମନେକର ଗୋଟେ କାଗଜ ମନେକର ପିଲେ, କାଗଜ କଣ କିଛି ବି ଜିନିଷ ମନେକର ନିଅ ପିଲେ ଯୋଉଟା କି ଧଳା ହେଇଥିବ ହେଲା, ଆଉ ପୁଲିଙ୍ଗ ଶବ୍ଦ ମନେକର କିଛି ଗୋଟେ ନେଇକିରି କହିବ କି ଏଇଟା ପିଲେ ମନେକର ଦୀପଃ ଶୁକ୍ଲଃ, ବୁଝିଲା। ମନେକର କୌଣସି ପିଲେ ଭିତ୍ତି ଥିବ, କାନ୍ଥ ମନେକର ଧଳା ହେଇଥିବ, ତ ତାକୁ ଆମେ ମାନେ କଣ କହିବା, ଶୁକ୍ଲା ଭିତ୍ତିଃ, ନା ନାହିଁ। ତାହେଲେ ତାର ଶୁକ୍ଲହର ବି ଅର୍ଥ ଯୋଉ ଧଳା, ଶୁକ୍ଲାର ବି ଅର୍ଥ କଣ ସେଇ ଧଳା ପିଲେ। ତ ପୁଲିଙ୍ଗରେ ଯାହା ଅର୍ଥ ସ୍ତ୍ରୀଲିଙ୍ଗରେ ବି ସେଇ ଅର୍ଥ। ମନେକର କୃଷ୍ଣ ମାନେ ବି କଳା ଆଉ କୃଷ୍ଣା ମାନେ ବି କଳା, ତ ହେଲା। ତ ସୁନ୍ଦର ମାନେ ବି ସୁନ୍ଦର, ସୁନ୍ଦରୀ ମାନେ ବି ସୁନ୍ଦର। ତ ସେଥିପାଇଁ ପିଲେ ଯେଉଁ ଶବ୍ଦ ସ୍ତ୍ରୀଲିଙ୍ଗ ପୁଲିଙ୍ଗରେ ପିଲେ ଗୋଟିଏ ହିଁ ଅର୍ଥ ପ୍ରକାଶ କରେ, ତାକୁ ସେଭଳିଆ ଶବ୍ଦକୁ ପିଲା ମାନେ ଭାଷିତ ପୁଂସ୍କ ଶବ୍ଦ ବୋଲି ପିଲେ କହିଥାଉ, ହେଲା। ଆଉ ତାପରେ ଉଁ ହଁ, ସେ କହୁଛି ଯେ ଯୋଉ ଶାସ୍ତ୍ରରେ ପାଣିନି କହିଥିବା ଜିନିଷ, ପାଣିନିଙ୍କ ଦ୍ୱାରା ନ କୁହାଯାଇଥିବା ଜିନିଷ ପାଣିନିଙ୍କ ଦ୍ୱାରା କୁହାଯାଇଥିବ କିନ୍ତୁ ବୁଝି ହଉନଥିବ। ଉକ୍ତ ମାନେ କୁହାଯିବ, ଅନୁକ୍ତ ମାନେ କୁହା ହେଇନଥିବ, ଦୁରୁକ୍ତ ମାନେ କୁହା ହେଇଥିବ କିନ୍ତୁ ବୁଝା ପଡୁନଥିବ। ତ ସେଇ ସବୁର ବିଚାର ଯୋଉଠି କରାଯାଇଥାଏ ସେଇ ଶାସ୍ତ୍ରକୁ ବାର୍ତ୍ତିକ ଶାସ୍ତ୍ର କୁହାଯାଇଥାଏ। ବୁଝିହେଇଯିବ ପିଲେ। ଆଉ ବାର୍ତ୍ତିକକାର ହଉଛନ୍ତି ପିଲେ କିଏ ସେ, ବରରୁଚି, ନା ନାଇଁ, ଠିକ। ତାପରେ ପିଲେ ରିନେମ୍ ନା ସାର୍, ଉଁ କାର୍ତ୍ତାୟନଙ୍କର ରିନେମ୍ ନା ବଳରୁଚି। ହଁ, ତାଙ୍କର ଅନ୍ୟ ନାଁ, ଠିକ ହେଲା ପିଲେ। ତାପରେ ପିଲେ ସତ୍ ପ୍ରତ୍ୟୟ, ସତ୍ ପ୍ରତ୍ୟୟ କହୁଛି ପିଲେ ତଉ ସତ୍। ତ ବେଳେ ପରୀକ୍ଷାରେ ଏମିତି ପଚାରିଦବ ପିଲେ କି ତଉ ସତ୍ ଇତ୍ୟତ୍ର ତଉ ଇତ୍ୟୁକ୍ତେ କଉ। ତଉ ମାନେ ପିଲେ କୋଉ ଦୁଇ ଜଣ, ଶତ୍ରୁ ସାନ। ହଁ, ତ ଶତ୍ରୁ ସାନ ଚଉ। ହେଲେ ଶତ୍ରୁ ଆଉ ସାନ ଚ ପ୍ରତ୍ୟୟ ରଖିଲେ କୋଉ ସଂଜ୍ଞା ହୁଏ, ସତ୍ ସଂଜ୍ଞା ପିଲେ ହେଇଥାଏ, ହେଲା। ଆଉ ତାପରେ ପିଲେ ବିଭାଷା, ବିଭାଷା କହୁଛି ନବେତି ବିଭାଷା। ତ
ତ ବିଭାଷା ମାନେ ହଉଛି ପିଲେ ନିଷେଧ ଆଉ ବିକଳ୍ପ को ପିଲେ ବିଭାଷା କୁହାଯାଏ। ଜଣକୁ ନିଷେଧ କରିବ ଆଉ ଗୋଟେ ତାକୁ ବିକଳ୍ପରେ କରିବ। ଏହାର ମାନେ ହିଁ ତ ପିଲେ ବିଭାଷା ଆଉ ବୁଝିଲା ପିଲେ। ବିଭାଷାର ମାନେ ହଉଛି ପିଲେ ଜଣକୁ ନିଷେଧ କରିକିରି ଆଉ ଜଣକୁ ବିକଳ୍ପରେ ପିଲେ କରିବା। ବିକଳ୍ପ କରି ହଁ ଠିକ ଅଛି ପିଲେ। ତ ତାକୁ ଆମେ ମାନେ କହିଥାଉ ବିଭାଷା ବୋଲି। एग्जाम्पल सर। ହଁ ଯେମିତି କି ପିଲେ ଆମେ ଏକ୍ସାମ୍ପଲ କଣ ଦେଇପାରିବା ପିଲେ ଯୋଉ ନିଷେଧ ଆଉ ବିକଳ୍ପର କୁହ ତମମାନେ ଜାଣିଥିବ ଗୋଟେ ଉଦାହରଣ ପିଲେ କୁହ। ଯେମିତି କି ତମମାନେ ପିଲେ ରାଜନ ଶବ୍ଦ ଅଛି। ତ ରାଜନ ଶବ୍ଦର ପିଲେ ଦିଟା ରୂପ ହଉଛି ସପ୍ତମ ଏକ ବଚନରେ କଣ କଣ ହଉଛି ରାଜନୀ ରାଗିଣୀ ତାହେଲେ ପିଲେ ଯୋଉ ପକ୍ଷରେ ରାଜନୀ ହଉଛି ସେ ପକ୍ଷରେ ରାଗୀଙ୍କୁ ସେ ନିଷେଧ କରୁଛି। ଆଉ ଯୋଉ ସାର୍ ପକ୍ଷରେ ସ୍କ୍ରିନ୍ ଶୋ କରୁନି। ରାଗୀ ହଉଛି ସେ ପକ୍ଷରେ ସେ ରାଜନୀକୁ ପିଲେ କଣ କରୁଛି ନିଷେଧ କରୁଛି। ଠିକ ଅଛି। ତ ନିଷେଧ ବିକଳ୍ପ ସବୁବେଳେ ଏକା ସାଙ୍ଗରେ ହୁଏ। ଯୋଉଠି ନିଷେଧ ଆସୁଛି ସେଠି ବିକଳ୍ପ ଆସିବ ହିଁ ଆସିବ ପିଲେ। ଜଣକୁ ନିଷେଧ ହଉଛି ମାନେ ପିଲେ ବିକଳ୍ପ କମ୍ପଲସରି ଆସିବ କି ନାଇଁ? ଆଜ୍ଞା ସାର୍। ହଁ ତ ବିକଳ୍ପ ସେଠି ଆସିବ ହିଁ ଆସିବ। ଆଉ ସେଇ ଜିନିଷଟାକୁ ହିଁ ଆମମାନେ ଏଠି ପିଲେ ବିଭାଷା ବୋଲି ହିଁ କହିଥାଉ ହେଲା। ଆଉ ସବର୍ଣ୍ଣ ପିଲେ କାହାକୁ କୁହାଯାଏ ନା ତୁଲ୍ୟସ୍ୟ ପ୍ରୟତ୍ନମ୍ ସବର୍ଣ୍ଣମ୍। ପିଲେ ଯେଉଁ ବର୍ଣ୍ଣ ମାନଙ୍କର ଉଚ୍ଚାରଣ ସ୍ଥାନ ଆଉ ପିଲେ ଆଭ୍ୟନ୍ତର ପ୍ରୟତ୍ନ ସମାନ ହେଇଥିବ ସେମାନେ ପରସ୍ପରର କଣ ସବର୍ଣ୍ଣ। ସ୍କ୍ରିନ୍ ଶୋ କରୁନି। ସ୍କ୍ରିନ୍ ରେ ଶୋ କରୁନି? ଶୋ ତ କରୁଥିବ। ଆଜ୍ଞା ସାର୍ କରୁଛି। ଡାଟା କମ୍ପ୍ଲିଟ ହଁ ତ ପିଲେ ଯୋଉଥିରେ ନା ଉଚ୍ଚାରଣ ସ୍ଥାନ ପିଲେ ତମମାନେ ସବୁ ବର୍ଣ୍ଣର ପିଲା ଉଚ୍ଚାରଣ ସ୍ଥାନ ବି ଜାଣିଛ। ସବୁ ବର୍ଣ୍ଣର ପିଲା ଆଭ୍ୟନ୍ତର ପ୍ରୟତ୍ନ ବି ତମମାନେ ଜାଣିଛ ପିଲେ। ତ ଦେଖିବ ଯୋଉମାନଙ୍କର ସମାନ ହଉଛି ପିଲେ ସେମାନେ ପରସ୍ପରର କଣ ହେଇଯିବେ ସବର୍ଣ୍ଣ ପିଲେ ହେଇଯିବେ। ମାନେ ଯେମିତି ମନେକର ପିଲେ କ ଅଛି ଖ ଅଛି ପିଲେ। ତ ଆମେ ମନେକର ଦେଖିବା କି କ ଆଉ ଖ ପିଲେ ପରସ୍ପରର ସବର୍ଣ୍ଣ ହେବେ କି ନାହିଁ। ତ କ ର ପିଲେ ଉଚ୍ଚାରଣ ସ୍ଥାନ କଣ? କଣ୍ଠ। ତ କ ର ଉଚ୍ଚାରଣ ସ୍ଥାନ ହଉଛି ପିଲେ କଣ୍ଠ। ଖ ର ଉଚ୍ଚାରଣ ସ୍ଥାନ କଣ୍ଠ ପିଲେ। ଆଉ ସେମିତି କ ର ପିଲେ ଆଭ୍ୟନ୍ତର ପ୍ରୟତ୍ନ କଣ? ସ୍ପୃଷ୍ଟ ପୃଷ୍ଠ। ଆଉ ଖ ର ମଧ୍ୟ ଆଭ୍ୟନ୍ତର ପ୍ରୟତ୍ନ ସ୍ପୃଷ୍ଟ। ତାହେଲେ ଦେଖିଲ ପିଲେ କ ର ଯାହା ଯାହା ଖ ର ବି ସେଇଆ ସେଇଆ। ତ ସେଥିପାଇଁ କ ଖ ପିଲେ ପରସ୍ପର ସବର୍ଣ୍ଣ ହେବେ କି ନାଇଁ? ଆଜ୍ଞା ସାର୍। ପରସ୍ପର ପିଲେ ସବର୍ଣ୍ଣ ହେଇଯିବେ। ବୁଝିହେଲା ପିଲେ। ତ ଇଏ ହଉଛି ପିଲା ଆମ ମାନଙ୍କର ଯୋଉ ଯୋଉ ବର୍ଣ୍ଣ ମାନଙ୍କର ପିଲା ତମେ ସବର୍ଣ୍ଣ ଜାଣିବା ପାଇଁ ଚାହିଁବ ସେମାନଙ୍କର ଉଚ୍ଚାରଣ ସ୍ଥାନ ଆଉ ସେମାନଙ୍କର ଆଭ୍ୟନ୍ତର ପ୍ରୟତ୍ନ ପିଲେ ଯଦି ସମାନ ହଉଥିବ ତାହେଲେ ସେମାନଙ୍କୁ ପିଲା ମାନେ ପରସ୍ପରର କଣ କହିବା ସବର୍ଣ୍ଣ ବୋଲି କହିବୁ। ସବର୍ଣ୍ଣ ବୋଲି ପିଲେ କହିବା। ତାପରେ ସେଥିରୁ କହୁଛି ପିଲେ ସଂଯୋଗ। ପିଲେ ସଂଯୋଗ କଣ ସଂସ୍କୃତ ବ୍ୟାକରଣରେ? ନା ହଲୋ ଅନନ୍ତରାହ ସଂଯୋଗ। ସେ କହୁଛି ପିଲେ କି ସ୍ୱର ବର୍ଣ୍ଣ ମାନଙ୍କର ବ୍ୟବଧାନ ନଥିବା ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ସଂଯୋଗ ସଂଜ୍ଞା ହେଇଥାଏ। ସେ କହୁଛି ଏମିତିକା ବ୍ୟଞ୍ଜନ ବର୍ଣ୍ଣର ଗ୍ରୁପ ପିଲେ ଗୋଟେ ବ୍ୟଞ୍ଜନ ବର୍ଣ୍ଣ ନୁହଁ ସଂଯୋଗ ପିଲେ ସବୁବେଳେ ପିଲେ ଏକରୁ ଅଧିକ ବ୍ୟଞ୍ଜନ ବର୍ଣ୍ଣର ହେଇଥାଏ। ମାନେ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ଗୋଟେ ଗ୍ରୁପ ର ପିଲେ ସଂଯୋଗ ସଂଜ୍ଞା ହବ। ତ ସିଏ ପୁଣି ଗ୍ରୁପ କେମିତିକା ଗ୍ରୁପ ହେଇଥିବ ନା ଏମିତିକା ଗ୍ରୁପ ହେଇଥିବ ଯୋଉ ଗ୍ରୁପ ର ମଝିରେ ପିଲେ କୌଣସି ସ୍ୱର ବର୍ଣ୍ଣ ଆସୁନଥିବ। ତାହେଲେ ପିଲେ ସେଇ ଯୋଉ ବ୍ୟଞ୍ଜନ ବର୍ଣ୍ଣର ପିଲେ କଣ କରାହବ ସଂଯୋଗ ସଂଜ୍ଞା ହବ। ଯେମିତି କିି ମନେକର ପିଲେ କୌଣସି ଏକ ଶବ୍ଦ ଅଛି ପିଲେ କୃଷ୍ଣ। ତ ପିଲେ ଯଦି କୃଷ୍ଣ ଶବ୍ଦକୁ ଆମେ ମାନେ ମାନେ ବର୍ଣ୍ଣ ବିଚ୍ଛେଦ କରିବା ତାହେଲେ ହେଇଯିବ ପିଲେ କ ହଳାନ୍ତ ପ୍ଲସ ପିଲେ ମୂର୍ଧନ୍ୟ ସ ହଳାନ୍ତ ପ୍ଲସ ଣ ହଳାନ୍ତି ପ୍ଲସ ତ ପିଲେ ଏଠି ଦେଖ ଏଠି ସ ଆଉ ଣ ପିଲେ ଏଇ ଯୋଉ ଦୁଇ ଜଣ ପିଲେ ଏମିତିକା ବ୍ୟଞ୍ଜନ ବର୍ଣ୍ଣର ଗୋଟେ ଗ୍ରୁପ ପିଲେ ଯାହାର ମଝିରେ ପିଲେ ସ୍ୱରବର୍ଣ୍ଣ ନାହିଁ। ସ୍ୱରବର୍ଣ୍ଣ ଅଛି ପିଲେ ସ ଆଉ ଣ ଭିତରେ ସ୍ୱରବର୍ଣ୍ଣ ପିଲେ ନାହିଁ ପିଲେ। ତ ସେଥିପାଇଁ ସ ଆଉ ଣ ର ପିଲେ କୋଉ ସଂଜ୍ଞା ହବ ସଂଯୋଗ ସଂଜ୍ଞା। ତ ସେଥିପାଇଁ ସଂଯୋଗ ସଂଜ୍ଞା ସେଇ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କର ହବ ପିଲେ ଯୋଉମାନଙ୍କର ମଝିରେ ପିଲେ କଣ ଆସୁନଥିବ ସ୍ୱରବର୍ଣ୍ଣ ପିଲେ ଆସୁନଥିବ। ଅଜଭିଃ ଅବ୍ୟବହିତାଃ ହଲଃ ସଂଯୋଗ ସଂଜ୍ଞାଃ ସ୍ୟୁଃ ନା ନାଇଁ। ହେଲା ତ ୟାକୁ ପିଲା ଆମେ ମାନେ ସଂଯୋଗ ବୋଲି କହିଥାଉ।
आउ पिले संस्कृत व्याकरण रे पिले संहिता काहा को कहा जाए ना परह सन्निकरसह संहिता। तो परह माने होची पिले अत्यधिक, सन्निकर्षर माने होची पिले निकटता। तले वर्ण मानकर पिले अतिशय निकटता को कोन कहा जीवो संहिता कहा जीवो। संहिता बा जहा को पिले माने संधि बोली कहि थाउ। माने जेमिति के उदाहरण पिले मनकर शुद्धि अछि आउ पिले उपास्य अछि। तो यांको भितर गोटे गैप थिला पिले, गोटे शुद्धि गोटे शब्द पिले, उपास्य भी गोटे शब्द, अलग अलग शब्द। तो यांको भितर गैप थिला पिले। अरे पिले गैप थिला कि नै कहू ना? गैप थिला आज्ञा बुझेला। तले तम मन को गैप थिला बोली आपण केम जानिले? तले गैप था हम जानिबा केमते? सेंटीमीटर हिसाब रे जानिबा ना तांकर दूरता हिसाब रे जानिबा? तो तांकर दूरता वा तांकर सामीप्य पिले सेमानकर उच्चारण काल हिसाब रे निर्धारण करा जाय थाए पिले। जेमति कि पिले शुद्धि अछि उपास्य अछि ना, तो शुद्धि उपास्य भितर पिले एक मात्रा रे पिले गैप रहउतला। कि जते बेले पिले एमानु को तम मिसई दबो सेते बेले कोन हे जियो पिले? शुद्धि शुद्धि उपास्य उपास्य। ताले एठी जो गोटे दीर्घ ही थिला पिले, गोटे दीर्घ माने दुई मात्रा पिले एठु कटि गला। तो तांका भितर जो गैप वर्तमान पिले अर्ध मात्रा रे गैप हे गला। तो से अर्ध मात्रा रे गैप टा को ही पिले हम माने संधि बोली कहि थाउ। सेति पे अतिशय निकटतार माने होची अधा मात्रा रे गैप पिले हैला। ठीक अछि। ताले वर्ण मानकर पिले अतिशय निकटता को ही हम माने कहि थाउ कोन ना संहिता बा जहा को माने संधि बोली मध्य कहि थाउ पिले। आउ पिले पद काहा को कहा जाय ना सुप तिंगंतम पदम ना नै। ताले पिले सुबंत आउ पिले तिंगंत यांको पद कहा जाय। सुबंत माने होची पिले शब्दर रूप, हां शब्द नै पिले शब्दर रूप। आउ तिंगंत माने होची पिले हां तो धातुर पिले रूप। तो तांको पद बोली कह माने राम पिले पद नुह, किंतु राम एमान होचनी कोन पद सुबंत ना नै। सेमति पिले पठ पिले कोन सी पद नुह, किंतु पठति पठतः पठन्ति होचंदी पिले पद तिंगंत पद पिले। तले सुबंत और तिंगंत को पिले हम माने पद बोली कहि था। आउ अवसान होची पिले कि विरामः अवसानम। तो वर्ण मानकर अभाव को पिले अवसान कुआ जाय हला। वर्ण मानकर अभाव को पिले कोन कहबा अवसान। बुझला जेमति कि वर्तमान जेमति कि मानकर राम अछि पिले तले अवसान पिले के से अरे कौन पिले भाभी कि कुह देखिबा। आउ टे भल से पिले पढ़ी करी टे कुह वर्ण मानकर अभाव को अवसान कुआ जाय। ता गोटे माइंड खटाओ। तो राम शब्द रे पिले अवसान होची ए जो गैप नै पिले देखि परथु गैप जाका जो धड़ा 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 अछि तो एगुडा के ही अवसान पिले बुझेला। अर्थात राम शब्द रो अवसान होचे या कि राम शब्द सरी गला परे ता परे जतो गैप रहिला पिले सेता कहूची कोन ताको तांकर को संज्ञा हबो अवसान संज्ञा हबो बुझेला। कोन सी शब्द सरी गला परे खाली स्थान को पिले अवसान बोली कहा जाय। तो वर्ण माने जोठी नाहंती पिले तांको तो अवसान कहबा आ कोन ताले बुझी जइबो तो पिले ना नै। जदि मन करे पिले मन करे मु तमु वर्तन कहिबेले रामः विद्यालयम हला पिले गच्छति मु कहि पिले वाक्य रे पिले अवसान कोठी ताले कोन कहियो पिले अवसान कोठी अछि सेति परे हां एडी अवसान होछि पिले गच्छतिर परे थिबा खाली स्थान सी होछि पिले अवसान। रामः पर तो विद्यालय अछि, विद्यालय पर तो के अछि गच्छति अछि ना नै। तो सेति पे अवसान पिले कोठी अछि ना गच्छतिर परे जो खाली स्थान सेठी पिले अवसान अछि ठीक हला। तो विरामः अवसान वर्ण मानकर अभाव को पिले अवसान बोली कहा जाय थाए। हो एमते हे कि पिले जहा सब पारिभाषिक शब्द थिला मान देखिले काली कि पिले ए जो संधि गुडा को पढिबा होला बुझी जो पिले ना नै। आज्ञा सर सर किछ पचरिबार थिला।
क्वेश्चन जब मु कहली पर जेमति देइछ मनकर अंतिम वर्णस्य पूर्व वर्णः डैश कथ्यते त मन रखिथिबो कोन पिलाई उपधा उपधा कथ्यते एटा ए टाइप रे आसे पिले गोटे दिटा प्रश्न आसे पिले एथुर बेसी किछि प्रश्न आसेनी किंतु ए प्रश्न भूल करिया कथा न कारण बहुत सहज जिंस ना पिले तो एथरे भूल भाल करबोनी जमा सर प्रत्येक क्वेश्चन पचारिबार थिला हम्म सर से जो काली पढ़ा ହେଇଥିଲା ପ୍ରତ୍ୟୟ ସେଥିରେ ଥିଲା ଯୋଉ କ୍ରୋଡାଦି ଶବ୍ଦର ବହୁସରନ୍ଦ ପଦରୁ ଟ୍ୟାପ ଲାଗି ସ୍ତ୍ରୀଲିଙ୍ଗ ଗଠିତ ହୁଏ ତାପରେ ଅଙ୍ଗବାଚକ ପଦ ପୂର୍ବରେ ସହ ଆଉ ନୟ ଆଦି ଲାଗିଲେ ଟ୍ୟାପ ପ୍ରତ୍ୟୟ ଲାଗି ସ୍ତ୍ରୀଲିଙ୍ଗ ରୂପ ଗଠିତ ହୁଏ ସେଟା କେମିତି ହୁଏ ବୁଝି ପାରିଲେନି क्रोडादि शब्द भाषी जाइतला जे जो सुक्रोडा ए सुक्रोडादि हे गला आउ बहुवचन विशिष्ट स्वरवर्ण आज्ञा जो सर कहले जे ललाट थिला माने ललाट रे ल रे उट आकार अछि ल रे पुणी आकार अछि ट रे पुणी आकार अछि तो अनेक वर्ण वाला शब्द हे गला ना एनी आज्ञा महाललाटा तो सर सेगुडा सेଟା कहे जो गला आज्ञा सर से जो ଅଙ୍ଗବାଚକ ପଦ ପୂର୍ବରେ ସହ ଆଉ ନୟ ସେଇଟା କେମିତି ହେଲା ସେଇଟା ସେଇଟା ଯୋଉ ବୁଝିପାରିଲିନି ଥିଲା ଗୋଟେ ଝିଅ କଣ ସେ ନଥିଲା ପିଲେ ଗୋଟେ ସକ୍ରୋଡା ନା ଏମିତି ଗୋଟେ କଣ ନଥିଲା ପିଲେ ସକ୍ରୋଡା ନାଇଁ ବା ଆଉ ଗୋଟେ କଣ ଥିଲା ସୁନଖ ଆଁ ଆଁ ସୁନଖ 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 ନାଇଁ ସୁନଖା ସୁ ନାଇଁ ପିଲେ ଅକେଶ ସୁ ତ ଅଲଗା ଜିନିଷ ସୁ ନୁହଁ ସହକେଶ ସହକେଶା ହଁ ସକେଶା ଥିଲା ତ ସକେଶା ଟା ଝିଅ ସେଠି ସ ଅଛି ମାନେ ଆମର କଣ ହୁଏ କି ଯୋଉ ଆଜ୍ଞା ସହ ସ୍ଥାନରେ ଯେତେବେଳେ ସମାସ ହୁଏ ତ ସହଟା ରୁହେନି ସହଟା ପିଲେ କଣ ହେଇଯାଏ ସ ହେଇଯାଏ ସହି ଆଉ ବାକି ନୟ ତତ୍ପୁରୁଷ ସମାସରେ ମଧ୍ୟ ପିଲେ ନୟ ନ ରହୁ ନୟ ପିଲେ ରୁହେ ନୟ ଜାଗାରେ କଣ ହେଇଯାଏ ଅ ହେଇଯାଏ ଅ ତ ସେଥିପାଇଁ ଯୋଉ ପିଲେ ସକେଶା ଥିଲା ନା ପିଲେ ତ ସକେଶାରେ କଣ ହେଇଛି ପିଲେ କେଶେନ ସହ ବର୍ତ୍ତମାନ ସକେଶା ବୁଝି ହଉଛି ପିଲେ ତ ଏଠି ଯୋଉ ସ ଅଛି ନା ପିଲେ ସଟା ହଉଛି ସହ ତ ସେ ସ କେଶ ତ ୟାର ସ୍ତ୍ରୀଲିଙ୍ଗରେ କଣ ରୂପ ହବ ନା ତା ପ୍ରତି ଲଗେଇକିରି ପିଲେ ସକେଶା ଅକେଶା ସେମିତି ଅକେଶା ମଧ୍ୟ ପିଲେ ଯାହା ସୁନଖ ବି ସୁ ନାହିଁ ସେଥିରେ ତ ସୁ ଅଛି ନା ପିଲେ ଏଇଠି ସହ କଥା କୁହାଯାଉଛି ହେଲା ଆଜ୍ଞା ସେମିତି ଅକେଶା ତ ଏଥିରେ ନୟ ଲାଗିକିରି ହେଇଛି ବୁଝିହବ ଆଜ୍ଞା ସାର୍ ପୂଜାସ୍ପଦମ ହବ ନା ପୂଜାସ୍ପଦା ହବ ପୂଜାସ୍ପଦମ ପିଲେ ମନେ ରଖିବ ପୂଜାସ୍ପଦମ ଯୋଉଟା ପିଲେ ସେଟା ନପୁଂସକ ଲିଙ୍ଗ ଶବ୍ଦ ପିଲେ ହଁ ଦିଟା ଯାକ ଠିକ ଆସିଛି answer ତ ସେଥିପାଇଁ ପଚାରିଲି ନାଇଁ ଦିଟା ଯାକ ପିଲେ ହବନି ପୂଜାସ୍ପଦମ କରିବ ସେଇଟାକୁ ଠିକ ଅଛି ଯୋଉଡାକ ନିତ୍ୟ ନପୁଂସକ ଆଜ୍ଞା ଲିଙ୍ଗରେ ସାର୍ ଥାଆନ୍ତି ପିଲେ ସେଗୁଡା ସବୁବେଳେ ନପୁଂସକ ଲିଙ୍ଗରେ ହିଁ ବ୍ୟବହାର କରାଯାଇଥାଏ ପିଲେ ତ ସେଥିପାଇଁ ୟାର ମାନେ ନୁହଁ ଯେ ସବୁବେଳେ ପାଇଁ ପିଲେ ବିଶେଷ୍ୟ ଆଉ ବିଶେଷଣର ପିଲେ ଲିଙ୍ଗ ସବୁବେଳେ ସମାନ ରହିବ ସେମିତି କିଛି ମାନେ ବି ନାହିଁ ପିଲେ କିଛି ଜାଗାରେ ପିଲେ ବ୍ୟତିକ୍ରମୀ ହେଇଥାଏ ପିଲେ ଯେମିତି କି ଆମମାନେ କହିଥାଉ ପିଲେ ୟାକୁ ପିଲେ କୁହାଯାଇଥାଏ ବେଦାହ ପ୍ରମାଣମ ନ୍ୟାୟେନ ବୋଲି ମନେ ରଖିଥିବ ପିଲେ ଯେମିତି ପିଲେ ଆମମାନେ କହିଥାଉ ନା ପିଲେ କି ବେଦାହ ପ୍ରମାଣମ ତାହେଲେ ଏଠି ବେଦାହ ପିଲେ ପୁଲିଙ୍ଗରେ ଅଛି ପିଲେ ପୁଣି ପ୍ରଥମ ବ୍ୟକ୍ତି ବହୁ ବଚନ ଅଛି କିନ୍ତୁ ପ୍ରମାଣମ ପିଲେ ନପୁଂସକ ଲିଙ୍ଗ ପ୍ରଥମ ବ୍ୟକ୍ତି କୋଉ ବଚନରେ ଅଛି ଏକ ବଚନରେ ଅଛି ନାଇଁ ତ ଏଠି ବି ଭିନ୍ନ ଭିନ୍ନ ହଉଛି ବଚନରେ ପିଲେ ଅଛି ଠିକ ସେଇଭଳି ପିଲେ ପୂଜାସ୍ପଦମ ଯୋଉ ଅଛି ପିଲେ ସେଇଟା ମଧ୍ୟ କଣ ହେଇଯିବ ମାତା ପୂଜାସ୍ପଦମ ହେଲା ସାର୍ ବିଗ୍ରହ କଣ ହବ ଉଁ ସାର୍ ଦ୍ୱନ୍ଦ ସମାସ ହଉଛି ସାର୍ ଅହର୍ନିଶମରେ ବିଗ୍ରହ ବାକ୍ୟଟା ସାର୍ କଣ ହବ ସେଇଟା ଦ୍ଵନ୍ଦ ସମାସର ପିଢି ହଁ ଦ୍ୱନ୍ଦ ସମାସ ସେଇଟା ହବ ଦ୍ୱନ୍ଦ ସମାସରେ ସେ ସମାହାର ଦ୍ୱନ୍ଦ ଝିଅ ଠିକ ଅଛି ହଁ ସାର୍ ତା ଅହଶ୍ଚ ବିଗ୍ରହ ବାକ୍ୟଟା ଆଉ ପଚାରୁଛି ନିଶାଚ ତୟୋଃ ସମାହାରଃ ଅହର୍ନିଶମ ଆଉ ଶୁଭିଲାନି ଠିକ ଅଛି ପିଲେ ଅହଶ୍ଚ ନିଶାଚ ତୟୋଃ ସମାହାରଃ ହେଲା ଅହର୍ନିଶମ ଆଜ୍ଞା ସାର୍ ହଉ କାଲିକୁ ପିଲା ମାନେ ସନ୍ଧ୍ୟାରୁ ପିଲା ଆରମ୍ଭ କରିବା ଆଉ ହେଲା ହଉ ପ୍ରଣାମ ହଁ ପିଲା